ଆଚ୍ଛା ଆପଣଙ୍କୁ ଏତେ ଭୋକ ଲାଗିଥିଲା ଯଦି ତାହେଲେ ଆପଣ ଜଲ୍ଦି ନ ଖାଇକି ଏତେ ଲେଟ୍ରେ ଖାଇଲେ ଯେ? କଣ କରିବି ଗଧେ ସିନା ଡ୍ୟୁଟିରୁ ସିନା ଆସିବେ ଖାଇବେ ପୁଣି ତାଙ୍କୁ ସଜାଡ଼ିକି ଦେବି। ମାନେ ଏତେ ଖାଇ ଦେଇଛ ଯେ କିନ୍ତୁ ମାନେ ବାହାରି ଆସୁଛି ମାନେ ଭାତ ଖାଇଛ, ରୁଟି ଖାଇଛ, ମୁଢି ବି ଖାଇଛ। ନା ନା ଏଇଟା ମୋ ହଜବେଣ୍ଡ ଖାଉଛନ୍ତି। अच्छा ସେ କୁଆଡେ ପଳେଇଛନ୍ତି। ଖୋଜୁ ନା ତାକୁ କଣ ପକେଇ ଖୋଜିବି? ଜାଲ ଜାଲ ପକେଇକି ଖୋଜ। ସେଇଆ ଭାବୁଛି ଜାଲଟା ପକେଇକି ଖୋଜିବି। ଏଇ ଜାଲ ପକେଇନେ ସେ ତ ଗୋଟେ ବଡ ମାଛ, ଡଗା ମାଛ। ସେ ହଉଛନ୍ତି କୋଉ ମାଛ କହିଲା? କୋଉ ମାଛ? ନା ନା କୋଉ ମାଛ ନୁହଁ, ସେ ହଉଛନ୍ତି ରୋହି ମାଛ। ଗାଁ ମୁଣ୍ଡ ମୁଣ୍ଡଟା ଯଦି ସେଡ଼ିକି ବଟେ ତାହେଲେ ବଡିଟା ବଡି ସ୍ଲିମ୍ ବଡି। ଖାଲି ମୁଣ୍ଡଟା ବଡ଼। ମୁଣ୍ଡଟା ବଡ। ତମ ଦେଖନ୍ତୁ ମୁଁ ଟିକେ ଏଠି ଖାଇ ସାରିଲା ପରେ ଏତେ ସବୁ ଏଠି ବାସନ ହଁ ଦେଖନ୍ତୁ ଗାଇସ୍, ଖାଇବା ସରିଲା ଜଷ୍ଟ, ବାସନ ଠିକ୍ସେ ବି ଧୁଆ ହେଇନି। ମାନେ ବାସନ ଅଲରେଡ଼ି ଅଲମୋଷ୍ଟ ଧୁଆ ହେଇନି କହିଲେ ଚଳେ, କାହିଁକିନା ଟ୍ୟୁବୱେଲ୍ ପାଖରେ ପଡ଼ିଛି, ଧୁଆ ହେଇନି। କିନ୍ତୁ ପୁଣି ନେକ୍ସଟ ରୁହ ଛାଡ଼ି ମାଡ଼ି କାହିଁ କଥାବାର୍ତ୍ତା କରୁଛ। କିନ୍ତୁ ବାସନ ଧୁଆ କମ୍ପ୍ଲିଟ୍ ହେଇନି, ପୁଣି ଖାଇବା ପାଇଁ ପ୍ରିପାରେସନ୍ ଅଲରେଡ଼ି ଚାଲିଛି। ଦେଖନ୍ତୁ କ'ଣ ଦ୍ୱିପହରେ ରୋଷେଇ କରିବ କି? ଦ୍ୱିପହରେ ଆଜି ହବ ବୋଇତାଳୁ ଫୁଲ ବଢା ହବ, ଆଉ ହଉଛି ଛୁଇଁ ଆଳୁ ଟମାଟୋ ବାଇଗଣ ତରକାରୀ ହବ। ଜୋରେ କୁହ ଶୁଭୁନି। ତମ କାନକୁ ଶୁଭିବନି, ତେଲ ଟିକେ ପକାଅ। ଆଜି ଟିକେ ସଜବାଜ ହେଇକି କଳା ଲଗେଇ ପକେଇଛନ୍ତି ବୋଲି ମନେ ମନେ ନିଜକୁ ହିରୋଇନ ବୋଲି ଭାବୁଛନ୍ତି। କଣ କରିବାକୁ ଚାହୁଁଛ? ମୁଁ କଣ କାଳି? ନା ନା, ମୁଁ କାଳି କେତେବେଳେ କହିଲ? ମୁଁ କାଳି କହିପାରିବି? ନା ଆପଣ ମାନେ କୁହନ୍ତୁ ଫ୍ରେଣ୍ଡସ୍, କମେଣ୍ଟରେ ଟିକେ ଜଣେଇବେ କଣ ସିଏ କଳା ନା ମୁଁ କାଳି, କମେଣ୍ଟରେ କହିବେ ହେଲା। ଅବଭିୟସଲି ମୁଁ ତ ଛୁଆଟି ବେଳଠୁ ଗୋରା, ଏଟା କେହି କମ୍ପ୍ରମାଇଜ ନାହିଁ। ଛୁଆଟି ବେଳୁ ମୁଁ ଜନ୍ମ ହେଇଥିଲି ଯେତେବେଳେ ଗୋରା ଜନ୍ମ ହେଇଥିଲି, ଏବେ କଣ କଳା ହେଇଗଲି? ମୁଁ ଜନ୍ମ ହେଲା ବେଳେ ବି ଗୋରା ଥିଲି, ଏବେ ବି ଗୋରା ଅଛି, ଆଗକୁ ବି ରହିବି। ସତରେ ନା? ଯିଏ କହେ ଏବେ ଡାଙ୍ଗ, ଆଗରୁ ବି ଥିଲ ଡାଙ୍ଗ, ଭବିଷ୍ୟତକୁ ବି ଡାଙ୍ଗ। ଆଉ ତମେ କଣ ବଟଲା? ଡାଙ୍ଗ, ଆଙ୍କ ନା ଡାଙ୍ଗ। A few moments later ଦେଖନ୍ତୁ ଗାଇସ୍, ଭାତ ରନ୍ଧା ହଉଛି, ତା ଭିତରେ ଢକ ଢକ ଗୀତ ଗାଇବା ହଉଛି। ଆଉ ଭଲ କରୁନି ନା? ମାନେ ଭଲ ବି ଗାଉଛି। ଭାତ ରାନ୍ଧିବା ଭିତରେ ଢକ ଢକ ଗୀତ, ଏଗୁଡ଼ା ସବୁ ନ ଗାଇଲେ କାମଟା ମାନେ ଭାତ ରାନ୍ଧିଲା ବେଳେ ଯଦି ଢକ ଢକ ଗୀତ ନ ଗାଇବ ତାହେଲେ ସେ ଭାତଟା ମାନେ ଫୁଟିବନି ଭଲସେ, ଭାତ ଠିକ୍ସେ ହବନି, ତରକାରୀ ଠିକ୍ସେ ହବନି। ଆଚ୍ଛା, ବାହା ହେଇସାରିଲା ପରେ ଶାଶୁ ଘରେ ଆସିକି ଭାତ ତରକାରୀ ଏସବୁ ରୋଷେଇବାସ କରି କାମଧନ୍ଦା କରୁଛ, କେମିତି ଫିଲ୍ ହେଉଛି? ବାପଘର ଲାଇଫ୍ ଭଲ ଥିଲା ନା ଶାଶୁଘର ଲାଇଫ୍ ଭଲ ଅଛି? ମତେ ଲାଗୁଛି ଶାଶୁଘର ହିଁ ବେଷ୍ଟ। କ'ଣ ପାଇଁ? ବାପ ଘରେ କ'ଣ ଖରାପ ଥିଲା? ବାପ ଘରେ ଭଲ ଥିଲା, କିନ୍ତୁ ଶାଶୁଘରକୁ ଆସିଲା ପରେ ଗେଟଅପ୍ ଚେଞ୍ଜ ହେଇଗଲା, ସିନ୍ଦୁର ଲଗା, ସେ ଶାଢ଼ୀ ପିନ୍ଧି, ତାପରେ ଚୁଡ଼ି ଲଗା, ମାନେ ଏମିତି ସବୁ ପିନ୍ଧିଲା ବେଳକୁ ଗୋଟେ ବୋହୂ ଭଳିଆ ତ ଦେଖା ହବ ନା। ଝିଅ ବେଳେ ଅଲଗା ଦେଖା ହୁଅନ୍ତି, ବୋହୂ ହେଇସାରିଲା ପରେ ଅଲଗା।
ଗେଟଅପ୍ଟା ଚେଞ୍ଜ ହେଇଯାଏ। ତାପରେ ଏଠି କେହି ନାହାନ୍ତି, ଆମେ 3 ଜଣ, ବଢ଼ିଆ ଲାଗୁଛି, ଥଣ୍ଡା ଥଣ୍ଡା ପବନ ବି ଦଉଛି, ଗଛ ବି ଅଛି। ଆଚ୍ଛା ତା ଏସବୁ କଥା ସହିତ ତମେ ମାନେ କଳ୍ପନା କରି କହିଲ ନା ନିଜ ମନର କଥା ନା କହିଲ? ଏଇଟା ମନର କଥା। ଆକ୍ଚୁଆଲି ମୁଁ ଜାଣି ଶୁଣିକି ଭଲ ପାଇଥିଲି, କାହିଁକି ନା ଗୋଟେ ବୋଲି ପୁଅ ନା, ଘରୁ କେହି କହିବାକୁ ନାହାନ୍ତି। ବହୁତ ଲୋକ ଥିଲେ ମୁଁ ଆସିନଥାନ୍ତି, ଗୋଟେ ପିଲା ବୋଲି ଆସିଲେ ଆଉ, ଟିକେ ଅଧିକା ଭଲ ପାଇବା ବଢ଼ିଗଲା। ହଉ ତମ ଭଲ ପାଇବା ସେତିକି ଥାଉ। ଆଉ ଢକ ଢକ କରିକି ଗୀତ ଗାଇକି ଆଉ ରୋଷେଇ କରନି, ଭଲସେ ମନ ଦେଇକି ରୋଷେଇ କର, ନହେଲେ ଭାତ ରାନ୍ଧି ଜାଣିଛ କି ନାଇଁ 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 ନାଇଁ। ପାଗଲା କବେ ଇଏ। ଚାଲନ୍ତୁ ଆମେ ଯିବା ଆମ କାମରେ। ଡାଲି କରି ଜାଣିଛ କି ନାଇଁ 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 ନାଇଁ। ଥାଉ ତମ ମୁଁ ଭାତ ରାନ୍ଧ। ଲାଷ୍ଟକୁ ତମେ କହିଦଉଛି, ତ ମୁଁ ଜାଣିଛି ଏମିତି ମନ୍ତର, ଖୁସି ହେଇଯିବେ ମୋ ଶାଶୁ। ଥାଉ ତମେ ଆଉ ମନରୁ ଏରକ କଳ୍ପନା କରି ଗୀତ ନା ନା, ଗାଅନା। ଏଟା ସତରେ ଗୀତ ଅଛି, ହଉ ହଉ ଥାଉ ଥାଉ। ୟୁଟ୍ୟୁବରେ ସର୍ଚ୍ଚ ମାରିକି ଦେଖିଲେ। ତମେ ଭାତ ସେଠି ପେଜ କାଢ ଆଉ ଭାତ ଭଲସେ ତମେ ରୋଷେଇ ପୁରା କର ତ। ପେଜ ପିଇବ ଲୁଣ ପକେଇକି, ନା ନା ନା, ଟିକେ ପିଇ ଦିଅ ଢକ ଢକ ତୁରାଣି। ମୁଁ ଗୋରୁ ନା ଛେଳି ନା କଣ ପେଜ ନା ପିଇବି? ତମେ ମଣିଷ, କିନ୍ତୁ ତମେ ଟିକେ ପିଇ ଦିଅ ଢକ ଢକ। ନିଜେ ପିଇ ଦିଅ, ମୁଁ ଯାଉଛି। ତରକାରୀ ହେଇଗଲା, ଲଙ୍କାଗୁଣ୍ଡ ପକେଇ ଦବା, ତରକାରୀ ହେଇଗଲା। ଭଲ ଗାଉଛ। ତମକୁ ଭିଡିଓ କରତେ କହିଥିଲି ନା, ମୁଁ ଯେତେବେଳେ ଗୀତ ଗାଉଛି ସେତେବେଳେ ଭିଡିଓ କରିଦଉଛନ୍ତି। ନା ତମେ ଭଲ ଗାଉଛ ଆକ୍ଚୁଆଲି। ସତରେ? ତମେ ଭଲ ଗାଉଛ ବୋଲି ସେଇ ନାଇକି ମୁଁ ଟିକେ ଭିଡ଼ିଓ କରୁଛି। ଆଚ୍ଛା ଏଇ ଗୀତ ଗାଇବାଟା କୋଉଠୁ ଶିଖିଲ? ତମଠୁ। କଣ ବେ କଣ ଏମିତି ରାନ୍ଧି ଦଉଛ ରେ? କାଶ ଚିଙ୍କା ହେଇଯାଉଛି। ଏଇଟା କଣ? ଏଇଟା ବୋଇତାଳୁ ଫୁଲ ବଢା ହବ, ଅରୁଆ ଚାଉଳ ଗ୍ରାଇଣ୍ଡିଙ୍ଗ ହେଇକି ଆଇଲା। କଣଟା? ଅରୁଆ ଚାଉଳ ଗ୍ରାଇଣ୍ଡିଙ୍ଗ ହେଇକି ଆଇଲା। ଗାଣ୍ଡିରିଙ୍ଗ। ମା କାମ ସରିଗଲା? ସରିଗଲା, ଜୋରରେ କହୁନାହାନ୍ତି। ମାଙ୍କର କାମ ସରିଗଲା, ଆଉ ସାରଙ୍କୁ ଦେଖନ୍ତୁ, ସାର୍ ଏଠି କାମ ଚଲେଇଛନ୍ତି। ଯେ କାମ କେବେ କରନ୍ତିନି, ଆଜି ସେ କାମ କରୁଛନ୍ତି। ଭଲ ଲାଗୁଛି ନା? ଭଲ ଲାଗୁଛି ନା? ଆନନ୍ଦ। ଆନନ୍ଦ। ଏ ବାଉଁଶର କଣ ତମେ ମାଡ଼ ଖାଇବ କି? ମା ଆଜି ଦିପହାର ଦେବେ ବୋଧେ ଆଉ। ଆଜି କୋଢିଆ ଲୋକ ଟିକେ କାମ କରୁଛନ୍ତି ଆଉ। ହଁ ସେ ଟିକେ ଘର କରଣା ଲୋକ ହେଇଯାଇଛନ୍ତି ନା ଗାଇସ୍, ଦେଖନ୍ତୁ ସେଇଥିପାଇଁ ସେ ଟିକେ କାମ କରୁଛନ୍ତି ଏବେ ଆଉ। ଆପଣମାନେ ତ କେବେ କାମ କରିନଥିବେ, ଆଉ ଦେଖନ୍ତୁ ମୋ ସ୍ୱାମୀ କାମ କରୁଛନ୍ତି। ଆଉ ସବୁ ବସିକି ଖାଉଛି। ଆଉ ସବୁ ବସିକି ଖାଉଛନ୍ତି, ଆମେ ଖାଲି କାମ କରୁଛୁ। ସେଥିପାଇଁ ତ ମୁଁ କହିଲି। ଦେଖନ୍ତୁ ଗାଇଜ୍, ଆଜି କାମ କରୁଛନ୍ତି ଯିଏ କାମ କରନ୍ତିନି। ହ୍ୟାଲୋ ଗାଇଜ୍, ମୋର ଏବେ ରୋଷେଇ ତ ସରିଲା। ଏବେ ସାରଙ୍କର କାମ ସରିଲା, ଦେଖନ୍ତୁ ସାର୍ ଆସିଗଲେ। ସାର୍ କାମ ସରିଲା? କାମଟା ଭଲ ଲାଗିଲା ତ? ଭଲ ଲାଗିଲା କି ଖରାପ ଲାଗିଲା? ଖରାର କାମ କଲେ ଭଲ ଲାଗିବ। କୋଢିଆ ମାନଙ୍କୁ ସେମିତି ଲାଗେ। ହଉ ପାଣି ପିଇ ଦିଅନ୍ତୁ, କାମ ସରିଗଲା ଆପଣଙ୍କର। ମୁଁ ପୁଣି ଆପଣଙ୍କୁ ଆପଣ କହିବି। ତମ କାମ ସରିଲା, ପାଣି ପିଇବା ବି ସରିଲା, ଆଉ କଣ କହିବ କି? ଓକେ, ରହୁଛୁ, ଟାଟା। ପୁଣି ଦେଖା ହବ ଗୋଟେ ନୂଆ ବ୍ଲଗରେ, ସେଥିପାଇଁ ବିଦାୟ ନଉଛୁ। ଆଉ ଚ୍ୟାନେଲକୁ ନୂଆ କରିକି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବାକୁ ଜମା ବି ଭୁଲିବେନି। ଆମ ଭିଡ଼ିଓକୁ ଏମିତି ଦେଖୁଥାନ୍ତୁ, ଆଉ ବହୁତ ମାତ୍ରାରେ ସପୋର୍ଟ ଆଉ ଭଲ ପାଇବା ଦିଅନ୍ତୁ।
ରହୁଛୁ ଜୟ ଜଗନ୍ନାଥ।